ଏଠି କର୍ମ କର୍ମ ଫଳ ହିଁ ପ୍ରତ୍ୟେକଙ୍କୁ ଭୋଗିବାକୁ ହବ। ଗାନ୍ଧାରୀର ଅଭିଶାପ ତାଙ୍କ ଉପରେ ଥିଲା ନା, କୌରବଂଶ ଧ୍ୱଂସ ହେଲା, ତାଙ୍କ ଯଦୁବଂଶ ବି ଧ୍ୱଂସ ହେଇଗଲା। କର୍ମଫଳ ସମସ୍ତଙ୍କୁ ଭୋଗିବାକୁ ହବ। ସଦାବେଳେ ବିଜୁ ଜନତା ଦଳ ଏବଂ ଆମର ସର୍ବୋଚ୍ଚ ନେତା ବରେଣ୍ୟ ନେତା ନବୀନ ପଟ୍ଟନାୟକ ବକ୍ତବ୍ୟ ରଖିଛନ୍ତି, ମତ ରଖିଛନ୍ତି ଯେ ସେ ଯେ କେହି ହୁଅନ୍ତୁ ନା କାହିଁକି କେହି ଆଇନର ঊର୍ଦ୍ଧ୍ୱରେ ନୁହନ୍ତି ଏବଂ ଆଇନ ତା ବାଟରେ ଯିବ। ଆଜି ତାରିଖରେ ମଧ୍ୟ ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ କର୍ମୀ ଏବଂ ଆମର ନେତା ମଧ୍ୟ ସେତେ ବିଶ୍ୱାସ କରନ୍ତି ଏବଂ ସେଇ ବିଶ୍ୱାସ ଅନୁଯାୟୀ ଆଜି ଆପଣ ସମସ୍ତଙ୍କ ପାଖରେ ଖବର ଅଛି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଯେଉଁ ଅଭିଯୋଗ ପୀଡ଼ିତା କରିଛନ୍ତି ସେଇଆକୁ ଉଭୟ ବିଚାର ବିଭାଗ ଏବଂ ପୋଲିସ ତାକୁ ଯେଉଁ କହନ୍ତି ଦୃଷ୍ଟିକୁ ନେଇକରି ସେଇ ଜେନାକୁ ଗିରଫ କରାଯାଇଛି ଏବଂ ତା ସହିତ ତତ୍କ୍ଷଣାତ୍ ବିଜୁ ଜନତା ଦଳ ସଭାପତିଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀ ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ମୁଁ ଖାଲି ଏଇଠି ଟିକେ କହିଦେବାକୁ ଚାହେଁ କିଛି ଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କ ମାଡ଼ ଘଟଣାରେ ଯାହାଙ୍କ ନାଁରେ ଅଭିଯୋଗ ଆସିଥିଲା ତାଙ୍କୁ ତାଙ୍କ ଦଳରୁ ବା ତାଙ୍କୁ ଆରେଷ୍ଟ କରିବା ପ୍ରସଙ୍ଗକୁ ନେଇକରି ଶାସନ କ୍ଷମତା ଦଳ କେତେ ଦିନ ସମୟ ନେଲେ ସେ ବିଷୟଟି ଆପଣମାନେ ବିଚାର କରନ୍ତୁ। ଇଏ କର୍ପୋରେଟର ଗିରଫ ହେଲେ ଏବଂ ତତ୍କ୍ଷଣାତ୍ ସିଏ ନିଲମ୍ବିତ ହେଲେ। ଏହି ଘଟଣାରେ ମୁଁ ଖାଲି ଏଠି ମଧ୍ୟ କହିଦେବାକୁ ଚାହେଁ ଆମେ 2 ଦିନ ତଳେ ଜିଲ୍ଲା ସଭାପତି ଉପରେ ମୁଁ ମୋର ବକ୍ତବ୍ୟ ସ୍ପଷ୍ଟ କରିଥିଲି। ସେ କଥା କହିଥିଲି ଯେ ବିଜୁ ଜନତା ଦଳ ସଦାସର୍ବଦା ନାରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। ନବୀନ ବାବୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସଶକ୍ତ କରିବା ଦିଗରେ ଅନେକ କଲ୍ୟାଣକାରୀ ଯୋଜନା ସେ ମିଶନ ଶକ୍ତି ହଉ ବା ମମତା ଯୋଜନା ହଉ ଏସବୁ ଦିଗରେ ଅନେକ ଯୋଜନା କାର୍ଯ୍ୟକାରୀ ଅଛନ୍ତି। ଦଳର ସେଇ ଶାସନ କ୍ଷମତା ଥିଲାବେଳେ ଦଳର ଯାହା ଷ୍ଟାଣ୍ଡ ଥିଲା ନାରୀ ସୁରକ୍ଷା ଆଜି ମଧ୍ୟ ତାହା ଅତୁଟ ରହିଛି, ବଳବତ୍ତର ରହିଛି। ତେଣୁ ତାର ନିଦର୍ଶନ ବା ହେଲା ଦୃଷ୍ଟାନ୍ତ ହେଲା ତତ୍କ୍ଷଣାତ୍ ଇଏ ଦଳରୁ ନିଲମ୍ବିତ ହେଇଛନ୍ତି। ଅନ୍ୟ ଦଳ କ୍ଷେତ୍ରରେ କ'ଣ ହେଉଛି ଆପଣମାନେ ଜାଣନ୍ତି ଏବଂ ଏହି ଘଟଣାରେ ଯେଉଁମାନେ ଶାସନ କ୍ଷମତାରେ ଏଠି ଅଛନ୍ତି ବା ଅନ୍ୟମାନେ ଏ ଯେଉଁ ବିରୋଧୀ ଦଳ ଅଛି ଏ ପଦୁଟିଏ ତାଙ୍କର ଯେଉଁ ମହିଳାମାନଙ୍କର ମୋର୍ଚ୍ଚା ଫୋର୍ଚ୍ଚା ଇତ୍ୟାଦି ଅଛି କେହି ପଦୁଟିଏ କହିଲେ ନାହିଁ। ମୁଁ କହିବାକୁ ଚାହୁଁଛି କିଛି ଦିନ ତଳେ ସୌମ୍ୟାସିଂଙ୍କ ଘଟଣାରେ ଏବଂ ବଳଙ୍ଗା କେସ୍ରେ ବିଜୁ ଜନତା ଦଳ ରାଜରାସ୍ତା ଗୋଲାଇଥିଲା, ଦାବି କରିଥିଲା। ଯାହା ଥିଲା ସେଇ ଯେଉଁ ଷ୍ଟାଣ୍ଡ ଆଜି ମଧ୍ୟ ଏ କେସ୍ରେ ରହିଛି। ଆମେ ବାଛ ବିଚାର କରୁନୁ। ମହିଳାଙ୍କ ସୁରକ୍ଷାକୁ ମୁଁ କହିଲି ଆପଣଙ୍କୁ କିଛି ସମୟ ତଳେ ସର୍ବୋଚ୍ଚ ପ୍ରାଥମିକତା ଆମେ ଦେଇ ଆସିଛୁ ଏବଂ ଏ କ୍ଷେତ୍ରରେ ମଧ୍ୟ କୌଣସି ବିଳମ୍ବ ହୋଇନାହିଁ। ଆଜି ଗିରଫ ହେଲା ସକାଳେ କର୍ପୋରେଟର ଶ୍ରୀ ଜେନା ଏବଂ ତତ୍କ୍ଷଣାତ୍ ନିଲମ୍ବନ ଆଦେଶ ହେଇଛି। ଭଗବାନ ଶ୍ରୀକୃଷ୍ଣ ତ କହିଛନ୍ତି ଯେ ଏଠି କର୍ମ ଫଳ ହିଁ ପ୍ରତ୍ୟେକଙ୍କୁ ଭୋଗିବାକୁ ହବ। ଗାନ୍ଧାରୀର ଅଭିଶାପ ତାଙ୍କ ଉପରେ ଥିଲା ନା, କୌରବଂଶ ଧ୍ୱଂସ ହେଲା, ତାଙ୍କ ଯଦୁବଂଶ ବି ଧ୍ୱଂସ ହେଇଗଲା। କର୍ମଫଳ ସମସ୍ତଙ୍କୁ ଭୋଗିବାକୁ ହବ।